ତାଙ୍କ ଗୀତ ମାଧ୍ୟମରେ ସେ ବଞ୍ଚିକି ରହିବେ ଏବଂ ତାଙ୍କ ଜଣେ ବହୁତ ଭଲ କଥା କହିଲେ କି ତାଙ୍କ ଗୀତ ଗାଇକି ଆଗାମୀ ପିଢି ତାଙ୍କ ପେଟ ପୋଷିବେ। ପ୍ରତ୍ୟେକ ଷ୍ଟେଜରେ ତାଙ୍କ ଗୀତ ନହେଲେ ଷ୍ଟେଜ କମ୍ପ୍ଲିଟ କିଛି ହବନି। ଯୁବକ ମାନଙ୍କର ପ୍ରତିକ୍ରିୟା ଆମେ ନଉଥିଲେ, ସେମାନେ କହିଲେ ଆମର ବ୍ରେକଅପ୍ ହେଲେ ବି ଗୀତ ଶୁଣୁଛୁ, ରୋମାଣ୍ଟିକ ଗୀତ ଶୁଣୁଛୁ, ତାଙ୍କ ମନ ବି ମଧ୍ୟ ଭାଙ୍ଗି ଯାଇଛି ଯେ ଏଭଳି ଗୋଟେ ଅତି କମ ବୟସରେ ନେଗ୍ଲେକ୍ଟ କରିକି ନିଜ ଦେହକୁ ପ୍ରାଣତ୍ୟାଗ କଲେ, ସେ କଣ ହେଇଥାଏ? ଏକ୍ଜାକ୍ଟଲି ହେଇଛି ତ ମୁଁ ଜାଣିନି। ହଁ, ତାଙ୍କ ମନରେ ବହୁତ ଦୁଃଖ ଥିଲା। ସେ ଆକ୍ଚୁଆଲି ବାହାରକୁ ଏକ୍ସପ୍ରେସ୍ କରନ୍ତିନି, ସେ ସମସ୍ତଙ୍କୁ ହସେଇ ମଜେଇ ଖେଳେଇକି ରଖନ୍ତି। ତାଙ୍କ ମନର କଥା ସେ ବହୁତ କମ ଲୋକଙ୍କୁ କୁହନ୍ତି, ଆମମାନଙ୍କୁ ବି ବହୁତ ଅଳ୍ପ ଅଳ୍ପ କହିଛନ୍ତି, କିନ୍ତୁ ଏକ୍ଜାକ୍ଟଲି ତାଙ୍କର ଫିଲିଂ କଣ ସେଇଟା ମେ ବି ତଦନ୍ତ କଲେ ଜଣା ପଡିବ। ଆପଣ ଯେ ଦିନଟା ସୀମା, ମୁଁ ଆକ୍ଚୁଆଲି ଫାର୍ଷ୍ଟ ଦିନଟା ମାନେ କାନ୍ଦିଲି, ପହର ଦିନ ରାତିଟା ଆସିବା ଯାଏ। କାଲିଠୁ ମୁଁ ଚୁପ୍ ହେଇଯାଇଛି। ମୁଁ ନା କଥା କହୁଛି କାହା ସହିତ, ନା ମୁଁ ଖାଉଛି ଟାଇମରେ, ନା ମତେ ନିଦ ହଉଛି। କିଛି ଜିନିଷ ଗୋଟେ ଟାଇମ ପରେ ମଣିଷ ପଥର ହେଲା ଭଳିଆ ହେଇଯାଏ ନା, ଯେ ନା ଆଉ କିଛି ଆକ୍ସେପ୍ଟ ବି କରିପାରୁନି କି ସେଟାକୁ ଡିନାଏ ବି କରିପାରୁନି। ଗୋଟେ ଏମିତି ଫିଲିଂ, ସେ ଫିଲିଂଟା ମୁଁ ବତେଇ ପାରିବିନି। ସିଏ ମୋ ଘର ଲୋକ ନଥିଲେ କିନ୍ତୁ ମୋ ଫ୍ୟାମିଲି ଥିଲେ, କାରଣ ମୁଁ ମୋ ଘର ଲୋକଙ୍କୁ ଯେମିତି ମାନେ ତାଙ୍କ ସହିତ ଷ୍ଟୁଡିଓରେ ତ ପ୍ରାୟ 2 ଦିନ 3 ଦିନକୁ ଥରେ ଦେଖା ହୁଏ। ମୁଁ ଦିନକୁ ତାଙ୍କ ସହିତ ଦେଖା ନହେଲେ ବି ମୁଁ ଯେତିକି ଗୀତ ଗାଏ, ଯଦି 5ଟା ଗୀତ ଥିବ 3ଟା ଗୀତ ହ୍ୟୁମାନ ଭାଇଙ୍କ ସହିତ ଥିବ। ଆଉ ହ୍ୟୁମାନ ଭାଇ ଗାଉଛନ୍ତି ଶୁଣିଦେଲେ ଗୋଟେ ଅଲଗା ଖୁସି ଆସେ, କାରଣ ମୁଁ ଜାଣିଛି ଗୀତଟା ଭଲ ଶୁଭିବ।